ଆପଣ ଜାଣିଛନ୍ତି କି ଚୀନ ତିନୋଟି ଏପରି ବିଲ୍ଡିଂ ଯାହା ଆପଣଙ୍କ ମନକୁ ଚମକାଇ ଦେବ। ଚୀନ ଆର୍କିଟେକ୍ଚର କେବଳ ମଜବୁତ ନୁହେଁ, ଏହି କ୍ରିଏଟିଭିଟି ଏକ ଧମାକା ହୋଇଥାଏ। ଏବଂ ଆଜି ଆମେ ସେହି ତିନୋଟି ବିଲ୍ଡିଂ ବିଷୟରେ କଥା ହେବା, ଯାହା ପ୍ରତ୍ୟେକ ପର୍ଯ୍ୟଟକଙ୍କ ଆବଶ୍ୟକତା ଦେଖିବା ତାଲିକାରେ ରହିବା ଉଚିତ। ତେବେ ଚାଲନ୍ତୁ ଜାଣିବା। ନମ୍ବର 1ରେ ଅଛି ଲିବିୟାନ ଇଣ୍ଟରନ୍ୟାସନାଲ ପ୍ଲାଜା, ଯାହା ଏକ ଝରଣା ଥିବା ବିଲ୍ଡିଂ। ଭାବନ୍ତୁ ତ, ଏକ ଗଗନଚୁମ୍ବୀ ଅଟ୍ଟାଳିକା ଠିକ୍ ମଝିରେ ଏକ 108 ମିଟର ଉଚ୍ଚରେ ଝରଣା ବହିଯାଉଛି। ବୋୟାଙ୍ଗ ସହରର ଏହି ବିଲ୍ଡିଂ ଏକ କଳାକୃତି ପରି ଲାଗୁଛି। ପ୍ରକୃତି ଏବଂ ପ୍ରଯୁକ୍ତି ଦିବାର ଏହା ଏକ ସର୍ବୋତ୍ତମ ମିଶ୍ରଣ। ନମ୍ବର 2ରେ ଅଛି ଦୟାନସୁଗ ବିଲ୍ଡିଂ, ଯାହା ଦେଖିବାକୁ ପୁରାପୁରି ହଲିଉଡ ଚଳଚ୍ଚିତ୍ର ପରି ଲାଗେ। ଭିଏନାରେ ନିର୍ମିତ ଏହି ବିଲ୍ଡିଂ ଏକଦମ ଫ୍ୟୁଚରିଷ୍ଟିକ ଡିଜାଇନରେ ତିଆରି କରାଯାଇଛି। ଏହାର ଚକମକ ସରଫେସ୍ ଏବଂ ଅଦ୍ଭୁତ ଆକୃତି ଦେଖି ଲୋକେ ପଚାରୁଛନ୍ତି, ଏହା କ'ଣ ପ୍ରକୃତ? ନମ୍ବର 3ରେ ଅଛି କଂଜୁ ସର୍କଲ, ଯାହାକୁ ଗୋଲ୍ଡେନ ଡୋନଟ୍ ଅଫ ଚାଇନା କୁହାଯାଏ। କଳାକାରର ଏହି 33 ମହଲା ବିଶିଷ୍ଟ ବିଲ୍ଡିଂ ଫ୍ଲୋର ନଦୀ ନିକଟରେ ଏପରି ଲାଗୁଛି ଯେପରି କେହି ଜଣେ ସୁନାର ଏକ ବିଶାଳ ରଙ୍ଗକୁ ଆକାଶରେ ଉଡ଼ାଇ ଦେଇଛନ୍ତି। ଏହା ବାସ୍ତୁକଳାର ଏପରି ଏକ ଉଦାହରଣ ଯାହାକୁ ଦେଖି ପ୍ରତ୍ୟେକ ବ୍ୟକ୍ତି ନିଶ୍ଚୟ ଅଟକି ଯାଇ ଫଟୋ ଉଠାଇଥାଏ।